हरि ओम। नमो भगवते वासुदेवाय। ओम नमो भगवते श्री जगन्नाथाय। ओम नमो भगवते श्री महापुरुष अच्युतानंदाय। जय जय महापुरुष अच्युतानंद जी की जय। अच्युतं केशवं कृष्ण दामोदरम, अच्युतं केशवं कृष्ण दामोदरम, राम नारायणं जानकी वल्लभं, राम नारायणं जानकी वल्लभं, अच्युतं केशवं कृष्ण दामोदरम। जय जय महापुरुषोत्तम जी की जय। शुभ संध्या बंधु। এই মালিকা মঞ্চে উপস্থিত থাকা সমস্ত শ্রোতা বক্তা জ্ঞানী গুণী পণ্ডিত সাধু সমাজ ব্রাহ্মণ সমাজ সমস্তଙ୍କୁ অধম তପନର ଆଭମ ପ୍ରଣାମ। ଆଜି ଆମେ ଆଲୋଚନା କରୁଛନ୍ତି ମହାପୁରୁଷଙ୍କ ବିରଚିତ ଚକଡ଼ା ମରାଣ। ଗତକାଲି ସନ୍ଧ୍ୟାରେ ଯେଉଁଠୁ ବାକି ଥିଲା ଆଜି ତାର ଅବଶିଷ୍ଟାଂଶ ମୁଁ ଆଲୋଚନା କରିବାକୁ ଯାଉଛି। ତ୍ରୁଟି ଥିଲେ କ୍ଷମା କରିବେ। ମହାପୁରୁଷ କହିଥିଲେ କେଉଁଠି କେଉଁ ଭକ୍ତ ସବୁ ଅଛନ୍ତି ସେଇ କଥା ଆଜି ଆଲୋଚନା କରିବା। ଅବଶିଷ୍ଟାଂଶ ଯେଉଁଠି ଅଛି ଯେ ବିଶ୍ୱାସ ଭକ୍ତି ଅଟଇ ତାର, ସେବାକୁ କରଇ ଗୁରୁ ପୟର, ପୂର୍ବର ଜନ୍ମକୁ କର୍ମ ଲିଖନ, ଅନ୍ୟାୟ ମାର୍ଗରେ ଶାନ୍ତି ଗମନ, ବହୁ କୁକର୍ମରେ ଲିପ୍ତ ହୋଇଲା, ଶରୀର ହଜାଇ କାମେ ବୁଡ଼ିଲା, ତହୁଁ ପିତାଙ୍କର ହେଲା ମରଣ, ଐଚ୍ଛବ ଗୃହରେ ପ୍ରବେଶ ପୁଣ, କର୍ମ ଉଣା ତାର ବାକ୍ୟ ଲେଖନ, ପଞ୍ଚମ ଜନ୍ମରେ ଲୀଳା ବଖାଣ, ଶୁଣ ରାମଚନ୍ଦ୍ର ଗୁପତ କଥା, ଅସମୟେ ତାର ମରିଲା ପିତା। ବିଷ୍ଣୁ କଳାଘେନି ପୂର୍ବରୁ ଜନ୍ମ ହୋଇଥିଲା। ମାୟା ଶରୀରକୁ ଧରି ସେ ତତ୍ପର ହେଇ ରହିଥିଲା। ଦେବାଦେବୀ ପ୍ରତି ଲଗାଇ ଧ୍ୟାନ ଅନାମ ନାମକୁ ସେ ପୂଜନ କରୁଥିଲା। ତାର ମାତା ଶାନ୍ତ ଧୀର, ପେଟେ ଖୋଳ ସାଧୁ ସନ୍ଥ ପୂଜିଲା। ଆଜି ତାର ପିତା ଚାଲିଗଲା ଏକ ଭକ୍ତର। ଏଣୁ ଅନନ୍ତ ଯୁଗକୁ ସେ ଦେଖିବ ଗାନ୍ଧର୍ବୀ କନ୍ୟା ସେ ତା ପାଖେ ରହି ଦୁଇ ସୂତା ସୂତ ତାର ହେଲେ। ଏକ ଜଣ ଜୀବ ଦେବୀ ଖର୍ପରେ, ପୂର୍ବଜନ୍ମରେ ସେ କର୍ମ ଫଳରେ ଚକଡ଼ା ମରାଣ କହେ ଆଜି ଜନ୍ମଚରିତ। ଛଦମବେଶୀ ଧରି ସେ ବୁଲୁଛି ସୁବଳ, ଧ୍ରୁବ ଦାସ ଯେ ଅଛି ଗୁପ୍ତରେ, କେହି ଚିହ୍ନି ପାରୁନାହାନ୍ତି ମାୟରେ ପଡ଼ି। କାଳିଆ ବୋଦାରେ ଏକ ରଡ଼ି ହେବ, ଲକ୍ଷ ଲକ୍ଷ ମତ୍ସ୍ୟ ହଣା ହେବେ, ସେଠାରେ ବହୁତ ରକ୍ତ ଆଜି ବହିଯିବ। ଅଦ୍ଭୁତ ଲୀଳା ପ୍ରକାଶ ହେବ। ଶାନ୍ତି କାଳନ୍ଦିରେ ଯୁଗଳ ବେଶ, ଅଲୌକିତ ଲୀଳା ଜନ୍ମାନ୍ତର ପାଇଁ କୋଠଧନ ଲୀଳା ଗୁପ୍ତେ ହେବ। ବେଳ ଆସି ହେଇଗଲାଣି କଳିଳ ଲୀଳା, 64 ସହସ୍ର ଭକ୍ତ ମେଳା ହେବେ। ମହାନଦୀ ମଧ୍ୟରେ ସିଦ୍ଧାନ୍ତ କୁଦ ଅଛି ଉତ୍ତର ପାଖରେ, ସେ କୁଦ ମଧ୍ୟରେ ଧ୍ରୁବ ଲୀଳା କରିବ। ଅଚ୍ୟୁତି କୋଠର ମାଳିକା ହେଲା, ଗୋଟି ଗୋଟି କରି ସେ ପରୀକ୍ଷା ନେବ। ଦୟା ମାୟା ତା ହୃଦୟ ରହିବନି। କଳା ପ୍ରକାଶ ଯେ ହେବ ଚକଡ଼ା ମରାଣ ଅଚ୍ୟୁତି ଭାବରେ କହିଲେ। ମୂରୁଖ ଅଜ୍ଞାନୀ ଆଗେ ପ୍ରକାଶ କଲେ, ନର୍କବାସ ହେବରେ ରାମଦାସ। ଶକ୍ତିଧାରୀ ଶାନ୍ତି ଦେବୀ ଅଟନ୍ତି, ତାଠାରେ ମୋର ସୁଦୟା ରହି, ଅତୀବ ସରଳ ଶାନ୍ତ ଅଟଇ, ମାୟା ଚିନ୍ତା ମଧ୍ୟ ଦିନ କାଟୁଛି। ଏଣୁ ସେ ଯେଉଁ ଲୋକ ଅଛି ନିକଟରେ ଭକ୍ତ ଦୁଃଖ ଘୁଞ୍ଚିବ। କଳିକି ଲୀଳା ଦେଖିବୁ ସବୁ ହଜିଯିବ ରେ ରାମ। ଗାନ୍ଧର୍ବୀ କନ୍ୟା ଲୀଳା ପ୍ରକାଶ ହେବ ଚକଡ଼ା ମରାଣରେ। ୟାକୁ ମୁଁ ତତେ କହିଲି ରାମ। 14 ଛରେ ଗୋଳ ଚହଳ, ଚଷାପଡ଼ା ଠାରେ ପାପି ନିର୍ମୂଳ, ଲିମ୍ବ ବୃକ୍ଷ ଗୋଟି ସେଠାରେ ଅଛି, ନୃସିଂହ ତାହାକୁ ଜଗି ବସିଛି। 14 ଛରେ ଲୀଳା ହେବ, ଲିମ୍ବ ବୃକ୍ଷ ଗୋଟିଏ ଅଛି, ନୃସିଂହ ତାକୁ ଜଗି ବସିଛନ୍ତି। ନୃସିଂହ ଅବତାରରେ କଳିକି ଅବତାର ଗୁପ୍ତ ସଂହାର, କଟକ ସହର ଛାରଖାର ହେଇଯିବ। ତ୍ରିକୋଣ ଭୂମି ଯେ ଅଛି ସେଠାରେ
ଯୋବ୍ରା ଘାଟେ ରକ୍ତଧାର ବହିବ। ଚଷା କୂଳେ ଭକ୍ତ ଗଜେନ୍ଦ୍ର ନାମ କୁଆଁ ପାଳେ ସେ ଜନ୍ମ ହୋଇଥବ। ଚଷା କୂଳେ ଜନ୍ମ ହୋଇଥବ। ବିଶ୍ୱାସୀ ଭକ୍ତ ସେ। ଦୁଇ ପୁତ୍ର ଏକ ସୁତ ତାର। ମାୟାବତୀ ଅଟେ ତାର ପତ୍ନୀ ନାମ। ରୁଦ୍ରଚଣ୍ଡୀ ବୋଲି ଅଛି ପ୍ରମାଣ ସେଠି। ଗୁଳ ଚହଳ ସେ ସ୍ଥାନରେ ହେବ। ଦଳେଇ ବାଗର ବନ୍ଧ ଫାଟିଯିବ। ଉତ୍ତରରୁ ଜଳ ଆସିବ ମାଡ଼ି। ଭୋଗହୁରା ଠାରେ ଏକ ରଡ଼ି ହେବ। ଝଙ୍କଡ଼ ତେନ୍ତୁଳିପଦା ଗ୍ରାମରେ ସୋମନାଥ ଭକ୍ତ ଅଛି ସତ୍ୱରେ। ବହୁତ ଲୀଳା ଯେ କରିବ ସେଠାରେ ସେ। ଏକ କଳା ଯାଇ ତା ଦେହରେ ରହିଛି। କଟକରୁ ଗୁଳ ଯୋବ୍ରା ଘାଟ ଯାକେ ଲାଗିବ। ଏଣୁ ରାଣୀହାଟରେ ଗୁପ୍ତ ବେଶରେ ଏକ ସାଧୁ ବୁଲୁଛି ଛଦ୍ମବେଶ ହୋଇ। କେହି ତାକୁ ଚିହ୍ନି ପାରୁନାହାନ୍ତି। ଅମେଧ୍ୟ ଦରବର ସେ କିଛି ଖାଏ ନା। କଳା ଧଳା ଘୋଡ଼ା ହେବେ ବାହାର। ବରଡାଳରେ ମୋ ଶିର ଲାଗିବ। ଆଜି ବରଡାଳ ମୋ ଶିରରେ ଲାଗିବ। ହେତୁକ ରାମ କୁଞ୍ଜବନକୁ ମହତ ପରୀକ୍ଷା ସେଠାରେ ହେବ। ସଂକ୍ଷେପରେ ତତେ ଗୁପ୍ତ କଥା କହିଲି। ତିନି 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 ତିନିକୁ ଧର। 8 ମିଶାଇଣ ମନରେ ବୁଝୁ। ଏଣୁ କନକ ଦୁର୍ଗା ଅଛି ଯେବଣ ସ୍ଥାନରେ। ଅପୋଡ଼ା ଭୂଇଁ ସେ ପ୍ରମାଣ। ଖଣ୍ଡା ଧରି ଚଣ୍ଡୀ ଜଗି ରହିଛି। ମେଛ ଅଜ୍ଞାନୀକୁ ଖାଇବ। ସର୍ବେ ଧରା ହେବେ ଯୋବ୍ରା ଠାରେ। ଅଲୌକିତ ଲୀଳା ଆଜି କୋଠ ଦଳର ହବ। ଦିନ ଅଚ୍ୟୁତ ଦାସ ସେ ଦଳ ଆସି ରହିବେ। ଆଜି ଏଇ ଭରସା କରିଛି। ଛଦ୍ମବେଶରେ ସଖା ଧରି ବୁଲଇ ଅଜ୍ଞାନୀ ମୂର୍ଖ ଜାଣିବେ ବା କାହିଁ। ମାୟାରେ ସେ ବଣା ହୋଇ ମରନ୍ତି। ଚକଡ଼ା ମଡ଼ାଣା ଆଜ୍ଞା। ଏ କଥା ମହାପୁରୁଷ କହିଲେ ରାମରେ ବୁଝେଇଲେ ସବୁ ବହୁତ କଥା। ତୁ ବୁଝ। ଶୁଣ ରାମଚନ୍ଦ୍ର କହେ ଅଚ୍ୟୁତ। ଚକଡ଼ା ମଡ଼ାଣ ଜନ୍ମର ତତ୍ତ୍ୱ। ମୂର୍ଖଙ୍କୁ ଏ କଥା କହିବୁ ନାହିଁ। କହିଲେ ଅପରାଧ ଗୋଟି ପଡ଼ଇ। ଘୋର କଳି ଯୁଗ ମାଡ଼ୁଛି ଡର। ଅଜ୍ଞାନୀ ମେଳଛ ହେବେ ପ୍ରବଳ। ହେତୁକର ରାମ ତର୍ତ୍ତଙ୍ଗ ଗ୍ରାମ। ତ୍ରେତାଙ୍ଗୀ ଦେବୀ ଯେ ଜଗିଛି ଧାମ। ବେଲଲିମ୍ବ ବୃକ୍ଷ ପୁଣି ସାହାଡ଼ା। ପଶ୍ଚିମେ ବରୁଣ ବୃକ୍ଷଟି ଛିଡ଼ା। ଅପୋଡ଼ା ଭୂଇଁ ଯେ ଅଛି ସେଠାର। ପ୍ରହ୍ଲାଦ ଭଗତ ଅଛି ସେଠାର। ତିନି ଜନ୍ମ କଥା କହୁଛି ଫେଇ। ପ୍ରଥମ ଜନ୍ମରେ ଶିବ ସେବଇ। ଦ୍ୱିତୀୟ ଜନ୍ମରେ ଦୁର୍ଗା ସେବିଲା। ତୃତୀୟରେ ବିଷ୍ଣୁ ଭକତ ପରା। ତାର ସ୍ତ୍ରୀ ଅଟେ ପ୍ରଥମ ଜାଣ। ବିଟପି ଗୃହରେ ହେଲା ଜନମ। ରାମରେ ମୂର୍ଖଙ୍କ ଆଗରେ କଥା କହିବୁନି। ଘୋର କଳିରେ ଡର ମାରୁଛି। ଅଜ୍ଞାନୀ ମେଛ ପ୍ରବଳ ହେଇଯିବେ। ମୁଁ ମାଳିକାକୁ ସମସ୍ତେ ନିନ୍ଦା କରିବେ। କି ମାଳିକା ମହାପୁରୁଷ ଲେଖିଛି ହେ ମିଛ ସେରା ସବୁ। ଏ କିଏ ଦେଖୁଛି। ସବୁ ନିନ୍ଦା କରିବାରେ କାହାକେ କହିବୁନୁ। ହେତୁ ରଖୁଛୁ ଆମ ତର୍ତ୍ତଙ୍ଗ ଗ୍ରାମରେ ତ୍ରେତାଙ୍ଗୀ ଦେବୀ ଜଣେ ଜଗିଛନ୍ତି। ବେଲ ଲିମ୍ବ ବୃକ୍ଷ ପୁଣି ସାହାଡ଼ା। ପଶ୍ଚିମ ବରୁଣ ବୃକ୍ଷ ଛିଡ଼ା ହେଇଛି। ଅପଡ଼ା ଭୂଇଁ ସେଠାରେ ଅଛି। ତିନି ଜନ୍ମରେ ସେ ପ୍ରହ୍ଲାଦ ଭକ୍ତଟି ଅଛି। ତିନି ଜନ୍ମ କଥା ତାର। ଦୁର୍ଗାକୁ ସେବା କରିବ। ବିଷ୍ଣୁ ଭକ୍ତ ହେବ। ତା ସ୍ତ୍ରୀ ଅଟେ ପ୍ରଥମ ଜାଣ। ବିଟପି ଘରେ ଜନ୍ମ ହେବ। ଦ୍ୱିତୀୟରେ ସତୀ ହେଇ ସେ ଜନ୍ମ ହେବ। ତୃତୀୟରେ ଗୋପୀ ଭାବ ପାଇଲା। ଶ୍ରୀ ଗୁରୁ ଭକତି ଅଟେ ଅପାର। କର୍ମ ନାହିଁ ଅକର୍ମରେ ବ୍ୟବହାର। ନାରାୟଣ ପୁତ୍ର ଅଟେ ତାହାର। ତାର ଗୁରୁ ଭକ୍ତି ଅଟେ ଅପାର। ନିଷ୍କପଟ ହୃଦ ତାହାର ହୋଇ। ଅହର୍ନିଶ ଗୁରୁ ପାଦ ସେବଇ। ଶାନ୍ତି ଶକ୍ତି ତାର ପାଖେ ରହିଛି। ପରମ ବୈଷ୍ଣମୀ ଶକ୍ତି ହୋଇଛି। ଯୁଗ ଯୁଗର ଏ ସମ୍ବୋଧ ଭାବ। ଅନନ୍ତ ଯୁଗର ଛିନ୍ନ ହୋଇବ। ତାର ଏକ ପୁଅ ହେବ ନାରାୟଣ। ସେ ଗୁରୁ ଭକ୍ତିରେ ରହିବ। ଏଣୁ ଦେବୀଙ୍କୁ ଉପାସନା କରିବ। ଏଣୁ ଯୁଗ ଯୁଗକୁ ଏ ସମ୍ବୋଧ ଭାବ ରହିବ। ପ୍ରଥମ ଜନ୍ମ ଆଖୁଆ ପାଦରେ ହେବ। ତା ପିତା ନାମ ହେବ ସଦା। ଦୁଇ ଭାଇ ଏକ ଭଗ୍ନୀ ହେବେ। ତାହାରି ମୂଳେ ଜନ୍ମ ହୋଇ ନାମ ଯେ ଅଟେ ଜ୍ଞାନ କାଞ୍ଚନ ହେବ। ଧ୍ୟାନ କରୁଥାଏ ସେ ଗୁରୁପାଦକୁ। ସବୁବେଳେ ଧ୍ୟାନ କରୁଥାଏ ସେ ଗୁରୁପାଦକୁ। ସେଠାରୁ ଲୀଳାରେ ପ୍ରକାଶ କରି ଜନ୍ମ ଲଭିଲ ଅରଖ ପାରିରେ। ପିତା ଯେ ସୁଦାମ ଉଡ଼କୂଳରେ ଜନ୍ମ ହେବ। ମାତା ରେଣୁକା ତାର ନାଁ ହେବ। ନାମ ହୋଇଲା ଶାକମ୍ବରୀ। ଅଦ୍ଭୁତ ଲୀଳା ସେ
ପ୍ରକାଶ କରିବ। 56ରେ ପୁଣି ଛାଡ଼ିଲା ଦେହ, ଏକ ସୂତା ତାର ଦୁଇ ତନୟ ରହିବେ। ଲୀଳା ପ୍ରକାଶ ହେବ ଶୂନ୍ୟରେ, ଶେଷ ଦେବ ଗାଦି ସେଇଠାରେ ଅଛି ରେ ରାମ। ଏଣୁ ଗ୍ରାମ ନାମ ଅଟେ ବରହ୍ମପୁର, ଜନମ ପ୍ରଥମ ଗର୍ଭର ସାର। ନାମ ଅଟଇ ସେ ଧୀରରେ ମନା, ସର୍ବଦା ସେ ଗୁରୁ ମୂର୍ତ୍ତି ଭାବନା। ଅନାମ ନାମକୁ କରଣ ଲୟ, ନିଷ୍କପଟ ଅଟେ ତାର ହୃଦୟ। ରାମରେ ତାର ନିଷ୍କପଟ ହୃଦୟ, ଅନାମ ନାମକୁ ସେ ସ୍ମରଣ କରୁଥିବ। ଶୁଣ ରାମଚନ୍ଦ୍ର ଭକତ କଥା, ଚକଡ଼ା ମଡ଼ାଣ କହେ ଅଚ୍ୟୁତା। ପୂର୍ବ ଜନ୍ମର କର୍ମର ଫଳେ, ଯୁଗଳ ମୂରତି ବିଷ୍ଣୁ ସଙ୍ଗରେ। ପରମ ସୌଭାଗ୍ୟବତୀ ଅଟଇ, ଜଗତ ଜନନୀ ନାମ ବୋଲାଇ। ନାରାୟଣ ଜନ୍ମ ଗୁଆଳିପୁର, ପିତା ଦିବାକର ମାତା ଶିଖର। ପ୍ରଥମ ଗର୍ଭରେ ହେଲା ଜନମ, ଅନାମ ଅଟଇ ତାହାର ନାମ। ଦୁଇ ଭାଇ ଏକ ଭଗ୍ନୀ ଅଟଇ, ସୁଖ ଦୁଃଖ କରି ପେଟ ପୋଷଇ। ସେ ଯେଉଁ ଅନାମ ଯିଏ ଜନ୍ମ ହେଲା ପୁଣି ଆସି ଯେ ଚକ୍ରା ମଡ଼ାଣ କଥା ଇଏ ପରମ ସୌଭାଗ୍ୟ ଅଟେ। ସେ ପିତାର ନାମ ତାର ଦିବାକର, ମାତା ଶିଖର। ପ୍ରଥମ ଗର୍ଭରେ ଜନ୍ମ ହୋଇଛି। ଅନାମ ନାମ ତାର ହେଲା। ଦୁଇ ଭାଇ ଗୋଟିଏ ଭଉଣୀ, ସୁଖ ଦୁଃଖରେ ପେଟ ପୋଷଇ। ଓଡ଼ କୂଳେ ଜନ୍ମ ଆଲାମଗିରିରେ, ଧନ ସମ୍ପଦ ସର୍ବଦା ପୁରି ରହିଛି। ଦେହ ହଜାଇ 72 ଠାରେ ଜନ୍ମ ଲଭିଲା ନଦୀ କୂଳରେ। ବିନନ୍ଦା ପାଟଣା ବିରୂପା କୂଳରେ, ତହିଁ ଉପୁଜିବ ଗୋଳ। ପିତା ଆଦିକନ୍ଦ, ମାତା ସାରଙ୍ଗୀ, ଏକ ଭାଇ 3 ଜଣ ଭଗ୍ନୀ। ଗୁରୁ ଯେ ତାର କଣ୍ଡୁଳି ଦାସ, ସେଠାରେ ମୋର ଲୀଳା ପ୍ରକାଶ ହେବ। 38ରେ ଦେହ ଯାଇ ଜନ୍ମ ଯାଜପୁରରେ ହେବ। ପିତା ନାମ ମଧୁସୂଦନ ହେବ, ନିର୍ମଳା ହେବ ମାତା ନାମ। ସମ୍ଭ୍ରାନ୍ତ ବଂଶରେ ଜନ୍ମ, ନାମ ବୀରସିଂହ। ଶିବଶକ୍ତି ସେବା କରୁଛି ସେଇ, ବହୁତ ସାଧନା ସିଦ୍ଧି କରେଇ। ବହୁ ଅନ୍ୟାୟ ସେ ମତ ଗର୍ବରେ ଦେହ ହରାଇଲା 80ରେ। ସେଠାରୁ ଦେହ ହଜାଇଣ ଜନ୍ମ ତର୍ତ୍ତଙ୍ଗ ଗ୍ରାମ ମଧ୍ୟରେ। ପିତା ପ୍ରହ୍ଲାଦ, ମାତା କାଳୀ। ଗୁରୁ ଭକ୍ତି ସେବା ନେଉଛାଣି, ନିର୍ବିକଳ୍ପ ସେବା ଅଟେ ତାର। ଅହରାତ୍ର ଭଜେ ଗୁରୁପୈରକୁ, ହେ ରାମ। କଳି ଭାରତ ଚକଡ଼ା ମଡ଼ାଣ ଜନ୍ମ ତତ୍ତ୍ୱ, ମୂର୍ଖଜନକୁ କହିବୁନି। ବାନା ନିନ୍ଦା କଲେ ଅଚ୍ୟୁତର ମନ ଦୁଃଖ ହେବ। ସାରସ୍ୱତ ଗ୍ରନ୍ଥ ଏ ବେଳକୁ ଏ ଭକ୍ତଙ୍କ ପାଇଁ ରହିଛି। କଳି ଗୋଳ ଉତ୍ପାତ ହୋଇବ, ଦକ୍ଷିଣ ଦିଗରୁ ଗୋଳ ଲାଗିବ। ଉତ୍ତରୁ ସୀମାନ୍ତରେ ରକ୍ତଧାର ବହିବ, ପୃଥିବୀ ଦିଶିବ ରକ୍ତମାଳା। ଝରଝର ରକ୍ତ ଧାର ବହିବ। ଚୈତ୍ର ମାସରେ କଇଁ ଫୁଟିବ, ତ୍ରିଶାଖା ବେଲରେ ଲାଗିବ ଗୋଳ। ତ୍ରିଶକ୍ତି ପ୍ରକାଶ ହେବ ସେଠାରେ। ଗୁପ୍ତରେ ଛଦ୍ମବେଶରେ ରହିଛି। ଅମେଦ ଦ୍ରବ କିଛି ସେ ଖାଏ ନା, ଗୁରୁପାଦକୁ ସେ ଲୟ କରିଛି। ମହାଶକ୍ତି ଗୋଟେ ଜଗତମୟ। ଏଣୁ ସୁବଳ ଦାସ କାରିଣୀ ସେହି। ପୂର୍ବରୁ ଯେଉଁ କର୍ମ କରିଛି ସେ ତାର ପାଟ ବାନ୍ଧି ରହିବ। ଶକ୍ତି ପ୍ରକାଶିବ, ପଞ୍ଚସଖାରେ ସେ ମିଳନ ହେବ। ପ୍ରବଳ ଲୀଳା ପ୍ରକାଶ ହେବ। ଗୁରୁ ଯେ ହୋଇବ ଧ୍ରୁବ ଦାସ। 6, 10, 10 ଯୋଗ ତୁ 12ରେ କର। ଲୀଳା ଲାଗିବ ତ୍ରିଶାଖା ମୂଳ ସେହି ସମୟରେ। ଅତି ନିଷ୍କପଟ ହୃଦୟ ତାର। ନାମ ପ୍ରଭୁଙ୍କୁ ସେ ଆଶା କରିଛି। ଜୋବ୍ରା ଘାଟରେ ପରୀକ୍ଷା ହେବ, କାଳିଆ ବୋଦାରେ ଦେଖାହେବ। ଦିନ ସୁବଳ ଲୁଚିକିରି ବୁଲୁଛି, ବହୁତ ତପସ୍ୟା ଗ୍ରନ୍ଥକୁ ପାଇ। ଦିନ ଅଚ୍ୟୁତି ଖେରା ଲିଖନ, ଏ ରାମଚନ୍ଦ୍ର ଇଏ ହେଉଛି ଚକଡ଼ା ମଡ଼ାଣ ଜ୍ଞାନ। ଛଦ୍ମବେଶ ଧରି ଧ୍ରୁବ ବୁଲୁଛି, କୋଠ ଦଳ ସେ ମାଲିକ। ପୂର୍ବରେ ତାର ଇଟୁଆ ଦେଶ, ଜନ୍ମ ଲଭିଲେ ଗୋପିକା ଅଂଶରେ। ଦ୍ୱିତୀୟ ଜନ୍ମରେ ଖଣ୍ଡତରୀରେ ଜନ୍ମ ହେଲା, କୈବର୍ତ୍ତ କୂଳରେ ଜନ୍ମ ନେଲା। ତୃତୀୟ ଜନ୍ମରେ ବୈଠିପରେ ଜନ୍ମ ହେଲା, ମହାନଦୀ କୂଳରେ। ପ୍ରଥମ ପିତା ଗଦାଧର ହୋଇ, ମାତା ନାମ ଚମ୍ପାବତୀ। ବାସୁଦେବ ପିତା। ଦ୍ୱିତୀୟ ଜନ୍ମ ଜାହ୍ନବୀ ଅଟେ, ମାତା ନାମ। ଆଉ 3ରେ ଉତ୍ପତ୍ତି, 14ରେ ଅଲୌକିତ ଲୀଳା ପ୍ରଚାର ହେବ। ଆଉ 4ଥରେ ପିତା ପ୍ରହ୍ଲାଦ ହେବ। କେତେ ସୁନ୍ଦର କଥା ଆଜ୍ଞା ଆଲୋଚନା କରାଗଲା। ଏବେ ତ ସମୟ ହେଇଗଲାଣି, ଆମେ ଆଉ ଏକ କ୍ଲିପକୁ ଆଲୋଚନା କରିବା। ହରି ଓମ୍। ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟ, ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମାଂ କଶ୍ଚିତ୍ ଦୁଃଖ ବା ଭବେତ୍। ଶାନ୍ତି ଶାନ୍ତି ଶାନ୍ତି। ଜୟ ଜୟ ମହାପୁରୁଷୋତ୍ତମ जी की जय।